ଯଦି ଦଳ ନିଷ୍ପତ୍ତି କରିବ ଲଢ଼ିବେ। ସବୁ ଯୋଗ୍ୟତା ଥାଇ ନିର୍ବାଚନ ଲଢ଼ିବାରୁ ସେ କାହିଁ ବଞ୍ଚିତ ହେବେ? ସବୁ ଯୋଗ୍ୟତା ଅଛି। ଆପଣ ଏକ ଯଥାର୍ଥ ପ୍ରଶ୍ନ ଉଠାଇଛନ୍ତି ପିଲାଙ୍କର ଭବିଷ୍ୟତ କଥା। ମୋ ପାଖରେ ଯାହା ଖବର, ମାନ୍ୟବର ମୁଖ୍ୟମନ୍ତ୍ରୀ ଟାଇମ୍ସ ଅଫ୍ ଇଣ୍ଡିଆର କନକ୍ଲେଭରେ କହିଲେ ଯେ ଆମେ ତ୍ରୁଟି ଶୂନ୍ୟ ବହି ପୁନଃମୁଦ୍ରଣ କରି ପିଲାଙ୍କୁ ବାଣ୍ଟିବୁ। କିନ୍ତୁ ସେ ଅଧା ବାକ୍ୟ କହି ରହିଗଲେ। ଆପଣ ତ୍ରୁଟି ଶୂନ୍ୟ ବହି ଛାପିବେ, ତ୍ରୁଟି ଶୂନ୍ୟ ବହି ପିଲାଙ୍କୁ ବାଣ୍ଟିବେ। ସେଟା କୋଉ ବର୍ଷ ପାଇଁ? ଆଗରୁ ସରକାରଙ୍କ ତରଫରୁ ଗୋଟେ ସଫେଇ ଆସିଥିଲା ଯେ ଯୋଉ ବହି ଗୁଡ଼ିକ ତ୍ରୁଟିଯୁକ୍ତ ଅଛି ସେଗୁଡ଼ିକୁ ଆଉ ପୁନର୍ମୁଦ୍ରଣ ହେବ ନାହିଁ, ତା ବ୍ୟୟ ସାପେକ୍ଷ, ତା ପିଲାଙ୍କୁ ବଣ୍ଟାଯିବ। କିନ୍ତୁ ସଂଶୋଧନ ତାଲିକା ସାର୍ମାନଙ୍କ ପାଖକୁ ପଠାଯିବ, ସାର୍ ସେଟାକୁ ସଂଶୋଧନ କରି ପିଲାଙ୍କୁ ଜଣେଇଦେବେ, ପଢ଼େଇଦେବେ, ବୁଝେଇଦେବେ। ଆଉ ଆସନ୍ତା ବର୍ଷକୁ ନୂଆ ବହି ଛପାଯିବ, ତ୍ରୁଟି ଶୂନ୍ୟ ବହି ଛପାଯିବ। ଏଇଟା ଆଗରୁ କୁହାଯାଇଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ଟାଇମ୍ସ ଅଫ୍ ଇଣ୍ଡିଆ କନକ୍ଲେଭରେ ଯାହା କହିଲେ ସେ ଅଧା କଥାଟି କହିଲେ। ତ୍ରୁଟି ଶୂନ୍ୟ ବହି ଛାପିବେ ଆଗରୁ କହିଦେବେ, ଆସନ୍ତା ବର୍ଷ ଛାପିବେ ଆପଣ ଆଗରୁ କହିଦେବେ। ଏବେ ଯୋଉ କହିଲେ ଆମେ ତ୍ରୁଟି ଶୂନ୍ୟ ବହି ଛାପିବୁ ଏବଂ ପିଲାଙ୍କୁ ବାଣ୍ଟିବୁ, ସେଟା ଚଳିତ 26-27 ଆର୍ଥିକ ବର୍ଷ ପାଇଁ ନା 27-28 ଆର୍ଥିକ ବର୍ଷ ଶିକ୍ଷା ବର୍ଷ ପାଇଁ? ସେ କଥା ତ କହିଲେନି। ତେଣୁ ଆମର ପ୍ରଶ୍ନ ହଉଛି ମୁଖ୍ୟମନ୍ତ୍ରୀ ପୂର୍ଣ୍ଣ ବାକ୍ୟ କୁହନ୍ତୁ, ସ୍ପଷ୍ଟତା ଆଣନ୍ତୁ, ନିର୍ଦ୍ଦିଷ୍ଟ ଭାବରେ କୁହନ୍ତୁ ଯୋଉ ବହି ଗୁଡ଼ିକରେ ଏଭଳି ଅଭାବନୀୟ ତ୍ରୁଟି ସବୁ ରହିଛି ସେ ବହି ଗୁଡ଼ିକୁ ପ୍ରତ୍ୟାହାର କରାଯିବ କି, ସେ ବହି ଗୁଡ଼ିକୁ ପୁନଃମୁଦ୍ରଣ କରାଯିବ କି, ପୁନଃମୁଦ୍ରିତ ବହି ଗୁଡ଼ିକୁ ଛାତ୍ରମାନଙ୍କୁ 26-27 ଶିକ୍ଷାବର୍ଷରେ ଦିଆଯିବ କି? ଏ ତିନୋଟି ପ୍ରଶ୍ନର ଉତ୍ତର ମାନ୍ୟବର ମୁଖ୍ୟମନ୍ତ୍ରୀ ଦିଅନ୍ତୁ। ସାମ୍ବାଦିକ ବନ୍ଧୁମାନେ ତାଙ୍କୁ ଅତିରିକ୍ତ ପ୍ରଶ୍ନ ପଚାରିବା କଥା। ସେ ଅତ୍ୟନ୍ତ ଦୟାଳୁ ହେଇ ଉଦାରମନା ହେଇ ତାଙ୍କୁ ଛାଡ଼ି ଦେଉଛନ୍ତି, ଯାହା ଫଳରେ ଭ୍ରମ ସୃଷ୍ଟି ହେଉଛି। ଇଏ ତ ଭ୍ରମ ସୃଷ୍ଟି ହେଉଛି। ମୋର ଦୃଢ଼ ମତ ହେଲା, ଖାଲି ମୋର ନୁହେଁ, ଅଭିଭାବକ ମାନଙ୍କ ମତ, ରାଜନୈତିକ ଦଳ ମାନଙ୍କର ମତ ଯେ ତ୍ରୁଟିପୂର୍ଣ୍ଣ ବହି ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାହାର କରି ନିଆଯାଉ। ତ୍ରୁଟି ଶୂନ୍ୟ ବହି ସମୁଦାୟ 1 ମାସ ଅବଧି ମଧ୍ୟରେ ଛପାଯାଇ ପାରିବ। ଓଡ଼ିଶାରେ ପ୍ରେସ୍ କମ୍ ନାହିଁ, ସରକାରୀ ପ୍ରେସ୍ ତ ଅଛି, ବେସରକାରୀ ପ୍ରେସ୍ ବି ଅଛି। ଆବଶ୍ୟକ ସ୍ଥଳେ ଏଭଳି ଏକ ପରିସ୍ଥିତି ଅପ୍ରତ୍ୟାଶିତ ପରିସ୍ଥିତିରେ ବହି ମଧ୍ୟ ବେସରକାରୀ ପ୍ରେସରେ ଛପାଯାଇ ପାରିବ। ତେଣୁ ସେ ତ୍ରୁଟିପୂର୍ଣ୍ଣ ବହିକୁ ପ୍ରତ୍ୟାହାର କରାଯାଉ, ପୁନର୍ମୁଦ୍ରଣ କରାଯାଉ ଏବଂ ପୁନର୍ମୁଦ୍ରିତ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ 2026-27 ଶିକ୍ଷାବର୍ଷରେ ପିଲାମାନଙ୍କୁ ବଣ୍ଟାଯାଉ।